ଗୋଟେ ଅଛି ଅଦ୍ଭୁତ ଗାୟକ। ଅଦ୍ଭୁତ ଗାୟକ ଇଏ ଗପ ଭିତରେ ଜଣେ ରାଜାଙ୍କ ପାଖରେ ଜଣେ ଗାୟକ ଆସି ପହଞ୍ଚିଲେ ତାଙ୍କ ରାଜଦରବାରରେ। ଆସି କହିଲେ ଯେ ମହାରାଜ, ମୋତେ ଆପଣଙ୍କ ଦରବାରରେ ଜଣେ ଗାୟକ ରୂପେ ନିଯୁକ୍ତ କରନ୍ତୁ। ରାଜା କହିଲେ ଭଦ୍ର, ଆମ ଦରବାରରେ ବର୍ତ୍ତମାନ ବେଶ ଗାୟକ ଅଛନ୍ତି, ଆଉ ଅଧିକ ଗାୟକ ଦରକାର ନାହିଁ। ତେଣୁ ସେ ସେଦିନ ଚାଲିଗଲେ। ତା ପରଦିନ ପୁଣି ଆସିଲେ, ପୁଣି କହିଲେ ଯେ ମୋତେ ଦରବାରରେ ଗାୟକ ରଖନ୍ତୁ। ସେ କହିଲେ ନାଇଁ ନାଇଁ ଆପଣଙ୍କୁ ପୁରା କହିଲି ଯେ ମୋ ଦରବାରରେ ଲୋଡା ନାହିଁ, ତୁମେ ଯାଇପାର। ତେଣୁ ସେ ପଳେଇଲେ। ପୁଣି ତା ପରଦିନ ଆସିଲେ, ପୁଣି ରାଜା ମନା କଲେ, ସେ ପୁଣି ପଳେଇଲେ। ପ୍ରତିଦିନ ସେ ଦରବାରକୁ ଆସନ୍ତି ଏବଂ ପୁରା ଶାନ୍ତ ଗମ୍ଭୀର ଭାବରେ ସେ ତାଙ୍କର ପ୍ରସ୍ତାବ ରଖନ୍ତି ଯେ ମୋତେ ଦରବାରରେ ଗାୟକ ରୂପେ ରଖ। ରାଜା ପ୍ରତ୍ୟାଖ୍ୟାନ କରନ୍ତି। ଏମିତି ଚାଲିଲା। ଦିନେ ରାଜାଙ୍କର ଗୋଟେ ଭାବନା ଉଦ୍ରେକ ହେଲା, କହିଲେ ଏଇ ଲୋକଟି କେତେ ଧୈର୍ଯ୍ୟବାନ, ଯେ ପ୍ରତ୍ୟେକ ଦିନ ମୁଁ ମନା କରୁଛି ଏବଂ ସେ ପ୍ରତ୍ୟେକ ଦିନ ଆସୁଛି। ସେଇ ସମୁଚିତ ଭାବ ତାର ପରିବର୍ତ୍ତନ ହେଇଯାଇ ନାହିଁ, ବିରକ୍ତି ଭାବ ଆସୁନି କିମ୍ବା ହତୋତ୍ସାହ ଭାବ ଆସୁନି। ସେ ଆସିକି ପୁଣି ଆଉଥରେ ପ୍ରସ୍ତାବ ଦଉଛି। ଆଉ ଗୋଟେ କଣ ଗୋଟେ କାରଣ ରହିଛି, ରହସ୍ୟ ଅଛି। ହଉ, ତାହେଲେ ତାକୁ ଆଉ ପ୍ରତ୍ୟାଖ୍ୟାନ କରିବା, ତାକୁ ହଁ ମାଟ। ସେ ଭାବିଲେ। ତା ପରଦିନ ଯେମିତି ସେ ଆସି କହିଲେ ଯେ ମହାରାଜ, ଆପଣଙ୍କ ଦରବାର ମତେ ଗାୟକ ରୂପେ ରଖନ୍ତୁ। ଏ କହିଲା ହଉ ଠିକ ଅଛି, ଠିକ ଅଛି, ତମକୁ ଦରବାର ରଖିବି, କିନ୍ତୁ ମୋର ସର୍ତ୍ତ ରାଜା କହୁଛନ୍ତି ଯେ ଆମର ପରି ଯୋଉ ରାଜ ଦରବାରରେ ଯୋଉମାନେ ସବୁ ରହିଛନ୍ତି, ଓସ୍ତାଦ ମାନେ ଅଛନ୍ତି, ମାନେ ସଙ୍ଗୀତଜ୍ଞ ମାନେ ଅଛନ୍ତି, ଯୋଉମାନେ କି ଅଧିକ ପାରଙ୍ଗତା ପ୍ରାପ୍ତ କରିଛନ୍ତି, ବୟସ ବି ଅଧିକ ଅଛି, ଜ୍ଞାନ ବି ଅନୁଭବ ବି ଅଧିକା ଅଛନ୍ତି। ସେମାନେ ଯଦି ସନ୍ତୁଷ୍ଟ ହେବେ, ତେବେ ଆପଣଙ୍କୁ ଦରବାରୀ ଗାୟକ ରୂପେ ନିଯୁକ୍ତ କରାଯିବ। ଆପଣ କାଲିଠାରୁ ଆସିପାରନ୍ତି, ମାନେ ଗାୟକ ହିସାବରେ ଆସିବେ, କିନ୍ତୁ ଦରବାରୀ ଗାୟକ ରୂପେ ଯେତେବେଳେ ଆମ ପରିବାର କହୁଛି, ଆମ ରାଜଦରବାରର ଯୋଉମାନେ ବିଶିଷ୍ଟ ଗୀତିକାର ମାନେ ରହିଛନ୍ତି ବା ସଙ୍ଗୀତଜ୍ଞ ମାନେ ରହିଛନ୍ତି, ବିଚାରକ ମାନେ ତାଙ୍କୁ ବିଚାର କରିକି କହିବେ, ତେବେ ତମକୁ ସେବେଠାରୁ ଦରବାରୀ ଗାୟକ। ଇଏ କହିଲେ, କିଏ ସେ ବ୍ୟକ୍ତି କହିଲେ ମହାରାଜ, ମୁଁ ଆପଣଙ୍କ ଦରବାରରେ ଗାୟକ ହେବି ଯେ, କିନ୍ତୁ ମୋର ଗୋଟେ ସର୍ତ୍ତ ଅଛି। ବର୍ତ୍ତମାନ ରାଜା ରାଜି ହେଇଗଲେ, ଇଏ ବର୍ତ୍ତମାନ ସର୍ତ୍ତ କହୁଛି। କଣ ସର୍ତ୍ତ? ନା ମୁଁ କାହାରି ବରାଦରେ ଗୀତ ବୋଲି ନାହିଁ। ମାନେ ବରାଦ କରିବେ, ଗାୟକ ମାନେ କଣ ଅନୁରୋଧ କରିବ ଗୋଟେ ଗୀତ ଗାଇବି ନା, ମୁଁ କାହା ବରାଦରେ ଗୀତ ଗାଇବି ନାହିଁ। ଯେତେବେଳେ ମୋ ନିଜ ଭିତରୁ ପ୍ରେରଣା ଆସିବ, ମୁଁ ସେତେବେଳେ ଗାଇବି। ମହାରାଜ କହିଲାରେ କିଏ ଆଶ୍ଚର୍ଯ୍ୟ କଥା। ଆରେ ମୋ ରାଜ ଦରବାରରେ ତୁ ଗାୟକ ହବୁ, କିନ୍ତୁ ସେଥିରେ ତମେ ପୁଣି କହିବ କଣ ନା ତମର ଯେତେବେଳେ ପ୍ରେରଣା ଆସିବ, ଯେତେବେଳେ ଇଚ୍ଛା ଆସିବ, ସେତେବେଳେ କରିବ। ଇଏ ଗୋଟେ କି ସର୍ତ୍ତ। ଓ ମହାରାଜ କହିଲେ ହଇଓ ବାବୁ, ତମେ ବାରମ୍ବାର ଅନୁରୋଧ କରିବାରୁ ତମକୁ ଏ ସୁଯୋଗ ଦିଆଗଲା। ତମେ ପୁଣି ଏପରି ଅଦ୍ଭୁତ ସର୍ତ୍ତ ବାଢୁଛ କିପରି? ନା, ଚଳିବ ନାହିଁ, ତୁମେ ଯାଇପାର। ରାଜା କଣ କହିଲେ, ଆରେ ଗୋଟେ ଅଜବ କଥା ନୁହଁ। ନା 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 ନା, ତମେ ଏମିତି ଯଦି ସତ ତମ ଇଚ୍ଛା ହେଲେ ଗାଇବ, ବରାଦରେ ଗୀତ ଗାଇବ ନାହିଁ, ତାହେଲେ ତମେ ଯାଇପାର। ପଳେଇଗଲେ, ଭଦ୍ରଲୋକ ଚାଲିଗଲେ। ତା ପରଦିନ ଆସିଲେ, ତା ପରଦିନ ଆସି ପହଞ୍ଚିଲେ, ପୁଣି ନିବେଦନ କଲେ ଦରବାରୀ ଗାୟକ ରୂପେ ରଖନ୍ତୁ। ମହାରାଜ କହିଲେ ଇଏ ଆଚ୍ଛା, ଇଏ ବ୍ୟକ୍ତି ଇଏ ରହିବ ରହିବ କହୁଥିଲା, ମୁଁ ରାଜି ହେଲି ଯେତେବେଳେ ସର୍ତ୍ତ ଦେଲା, ଆଉ ସର୍ତ୍ତରେ ତ ମୁଁ ରାଜି ହେଲି ନାଇଁ, ପୁଣି କଣ ଆସି କହୁଛି। ମାନେ ଯେମିତି ବାପ ରାଣ ଢିଙ୍କି ଗିଳି, ମାନେ ମତେ ଜବରଦସ୍ତ କହୁଛି ଯେ ତମେ ମତେ ରଖ। ପୁଣି ଦେବରାଜା ଫେରେଇ ଦେଲେ, ପୁଣି ଆସିଲା। ଏମିତି ପୁଣି ଅନେକ ଦିନ ଚାଲିଲା। ରାଜା ଶେଷକୁ କହିଲେ ନା ନା, ଇଏ ଆଉ ଏତେ ତା ସହିତ ଆଉ ଖେଚର ଖେଚର ହବା ଅପେକ୍ଷା ଆଉ ଯାହା କଣ
କିଛି ତ ଧନରତ୍ନ ନବ ଆଉ କଣ ନବ ଦେ ଯାହା ରହିଯା ଯା ସବୁଦିନ ଆସିକି ଗୋଟେ ପ୍ରସ୍ତାବ ଦଉଛି ପୁଣି ଫେରି ଯାଉଛି ଚାଲିଛି ଗୋଟେ ଏଟା ନୀତିଦିନିଆ ଆଟେଣ୍ଡାନ୍ସ ପକେଇଲା ଭଳିଆ ପକେଇଲାଣି। ତାହେଲେ ତାକୁ ଛାଡିଦିଅ ଯାହା ସେ ରହୁ। ସେଠୁ ରାଜା ରାଜି ହେଇଗଲେ କହିଲେ ହଉ ଠିକ ଅଛି ତମ ସର୍ତ୍ତ ରାଜି ତମେ ରୁହ ଆଜି ଠାରୁ ରୁହ ତ ରହିଲେ। ବର୍ତ୍ତମାନ ସେ ଦରବାରୀ ଗାୟକ ରୂପେ ତାକୁ ନିଯୁକ୍ତ କରିଦେଲେ କହିଲେ ଆଉ କାହିଁକି ଆଉ ଅପେକ୍ଷା କରିବି ଯାହା ତେଣୁ ରାଜା ତାଙ୍କ ଦରମା ବିଷୟରେ ବି ତାଙ୍କୁ କହିଦେଲେ କୋଉଠି ରହିବେ ସବୁ ବ୍ୟବସ୍ଥା ତାଙ୍କର ହେଇଗଲା। କିନ୍ତୁ ସଭାସଦ ମାନେ ଆଶ୍ଚର୍ଯ୍ୟ ଯେ ରାଜା ଗୋଟେ ବ୍ୟକ୍ତି କି ରଖୁଛନ୍ତି ସିଏ ପୁଣି ଗାୟକ ହିସାବରେ ରଖୁଛନ୍ତି ସିଏ ପୁଣି ଗାଇବ ନାହିଁ ଯେତେବେଳେ ତା ଇଚ୍ଛା ହବ ଗାଇବ। ହଉ ଛାଡ ରାଜା ଲୋକ ତାଙ୍କର ସମ୍ପତ୍ତି ଅଛି ସିଏ ତାଙ୍କର ରଖିଛନ୍ତି ଆମେ ଆଉ କଣ କହିବା କହିକି ଅନେକ ଚୁପ ରହିଲେ। ପ୍ରଧାନମନ୍ତ୍ରୀ କିନ୍ତୁ ଚୁପ ରହିଲେନି କହିଲେ ଇଏ ଗୋଟେ କଥା ଯୋଉଟା ଆସି ରାଜାଙ୍କୁ କହିଲେ ଅନ୍ୟ ସମୟରେ କହିଲେ ମହାରାଜ ଏପରି କିପରି ଆପଣ ନିଷ୍ପତ୍ତି ନେଇପାରିବେ ମହାରାଜ କହିଲେ ଦେଖ ଜଣେ ବ୍ୟକ୍ତି ବାରମ୍ବାର ଆସୁଛି କିଛି ତ ଗୋଟେ ରହସ୍ୟ ରହିଛି ଠିକ ଅଛି ତାକୁ ଅନୁମତି ଦିଆଯାଉ କିଛି ଦିନ ଚାଲୁ ଦେଖିବା କଣ ହଉଛି ଆଉ କଣ କରିବା କୁହ। ଦେଖିଲା ଆଉ ମହାରାଜ ଯୋଉ ମହାମନ୍ତ୍ରୀ କହିଲା ଆଉ ଠିକ ଅଛି ମହାରାଜ ଆପଣ ଯେତେବେଳେ କହୁଛନ୍ତି ଠିକ କିନ୍ତୁ ସେ ଗୀତ ଶିଖିଛି କି ନାହିଁ ଆମେ କେମିତି ଜାଣିବା। ଆରେ ଗୀତର ଗ ଅକ୍ଷର ବି ସେ ଜାଣିଛି କି ନାହିଁ ବା ସଙ୍ଗୀତର ସ ଅକ୍ଷର ଜାଣିଛି କି ନାହିଁ ସ୍ୱର ଲୟ ତାଳର ସବୁ ମୂଳ ଜାଣିଛି କି ଜାଣିନି ଆମେ ଜାଣିବା କେମିତି ଆରେ ଗାଇଲେ ତ ଜାଣିବା। ସିଏ ପୁଣି କହୁଛି ଇଚ୍ଛା ଅନୁସାରେ ଗାଇବା ହଉ ଛାଡ ହଉ ମହାରାଜ ଠିକ ଅଛି ଦେଖାଯାଉ କିନ୍ତୁ ଆପଣ ମନରେ ନିଶ୍ଚିତ ରଖିଥାନ୍ତୁ ଯେ ତାକୁ ବିଦା କରିବେ। ଏଇଭଳିଆ ଚାଲିଲା ସବୁଦିନ ସେ ଦରବାରରେ ଆସନ୍ତି କିନ୍ତୁ ଗୀତ କେବେ ଗାଆନ୍ତିନି ଖାଲି ସେମିତି ବସି ବସି ଯାଆନ୍ତି ଅନ୍ୟ କାର୍ଯ୍ୟ ସବୁ ହୁଏ। ଏମିତି ଦିନେ କଣ ହେଇଛି ତାଙ୍କ ପୁଅ ଦେହ ଖରାପ କାର ରାଜକୁମାରଙ୍କ ଦେହ ଖରାପ। ରାଜକୁମାରଙ୍କ ଦେହ ଯେତେବେଳେ ଖରାପ ହେଇଛି ହଁ ମଝିରେ ଆଉ ଗୋଟେ କଥା ହେଇଛି ରାଜାଙ୍କର ପୁଅ ଜନ୍ମ ହେଇଛି ରାଜାଙ୍କର ପୁଅ ଜନ୍ମ ହେଲା ବେଳେ ପୁଅ 21 ବେଳେ ସମସ୍ତେ ଗୀତ ଗାଇଲେ ତେଣୁ ଅନ୍ୟମାନେ ଭାବିଲେ ଯାହା ହଉ ପୁଅଙ୍କର 21 ହେଇଛି ମାନେ ଆଜି ବୋଧେ ଆଙ୍କର ଅନ୍ତର ପ୍ରେରଣା କହିବ ଶିଶୁ ନା ଶିଶୁ ତ ଭଗବାନଙ୍କ ସଦୃଶ ତେଣୁ ବୋଧେ ଗୀତ ଗାଇବେ ଆଉ ସମସ୍ତେ ଚାହିଁକି ରହିଥିଲେ ନା ଆଜି ବୋଧେ ଗାଇବେ ଆଉ ଗୋଟେ ପ୍ରେରଣା ହବ ହବ କିନ୍ତୁ ହେଲା ନାଇଁ ଗାଇଲେ ନା ମହାମନ୍ତ୍ରୀ ଟିକେ କଥା ଛଳରେ କହିଲେ କହିଲେ ଗାୟକ ମହୋଦୟ ଆଉ ଭଗବାନ ତ ନିଜେ ଶିଶୁ ରୂପ ନେଇଛନ୍ତି ମାନେ ସେ ଟିକେ କାଳେ ଆଧ୍ୟାତ୍ମିକବାଦୀ ହେଇଥିବେ ବା ସେଇ ଦୃଷ୍ଟିରୁ ହେଇଥିବ ବୋଲି ତେଣୁ ମହାମନ୍ତ୍ରୀ ଟିକେ ତାଙ୍କ ଚାଲାକି ପୁଣିଆ ଦେଖେଇଲେ କହିଲେ ଭଗବାନ ସ୍ଵୟଂ ତ ଶିଶୁ ରୂପରେ ଆସୁଛନ୍ତି ତେଣୁ ତାଙ୍କର ହୃଦୟ ସଫା ଆଉ ମନ ତ ନିର୍ମଳ ଆଉ ତେଣୁ ତମେ ଭଗବାନଙ୍କ ଉଦ୍ଦେଶ୍ୟରେ ଗୋଟେ ଗୀତ ଗାଇବା ହଉ କିନ୍ତୁ କିଛି ଶୁଣିଲେ ନାହିଁ ଗୀତର ଗାଇଲେ ନାହିଁ। ରାଜା ରାଗିକି କହିଲେ ଗୋଟେ କି ଗୋଟେ ଲୋକ କି ଲୋକ ଇଏ ସିଏ ଆସି ରହିଲା ଯେ କିନ୍ତୁ ଏମିତିଆ କଥା ହଉ ଗଲା ପୁଣି କିଛି ଦିନ ହଠାତ୍ ଦିନେ ରାଜାଙ୍କର ପୁତ୍ର ରାଜକୁମାରଙ୍କ ଦେହ ଖରାପ ହେଇଗଲା। ରାଜବୈଦ୍ୟ ଲାଗିଲେ ସମସ୍ତେ ଲାଗିଲେ କିନ୍ତୁ ରାଜକୁମାର ସୁସ୍ଥ ହେଲେ ନାହିଁ। ତେଣୁ ମାନେ ଏମିତି ଏକ ଅବସ୍ଥା ଆସି ପହଞ୍ଚିଲା ଯୋଉଥିରେ ଶେଷକୁ ସମସ୍ତେ ମୁଣ୍ଡ ବାଡେଇକିରି କାନ୍ଦିଲା ଭଳିଆ କାନ୍ଦିଲେ ବସିକି ଆଉ କିଛି ନାହିଁ। ରାଣୀ ତ ଆଉ ଛାଡିକି ଯାଉନାହାନ୍ତି ସିଏ ତ କାନ୍ଦି କାନ୍ଦି ବେହାଲ ରାଜା ବି ତାଙ୍କ ରାଜ କାର୍ଯ୍ୟରେ ଅବହେଳା କଲେ କହିବାକୁ ଗଲେ ଶେଷକୁ ରାଜପୁତ୍ର ମାନେ ଶେଷ ନିଶ୍ଵାସ ତ୍ୟାଗ କରିବା ଅବସ୍ଥା ଆସି ପହଞ୍ଚିଗଲା ଏମିତି ଅବସ୍ଥା ହେଇଗଲା। ଯୋଉ ଯେମିତି ଶେଷ ଯୋଉ ଦିନ ଅତି ଭୀଷଣ ଖରାପ ହେଇଯାଇଛି ସମସ୍ତେ ରାଜବୈଦ୍ୟ କହିଲେ ଆଉ ନୁହଁ ଆଜି ଗୋଟାଏ ଦିନ ଭିତରେ ବୋଧେ ସମସ୍ତେ ଦୁଃଖରେ ବସିଛନ୍ତି ଏତେ ବର୍ଷ 5 ବର୍ଷ ହେଇଗଲାଣି ସେତେବେଳେ ରାଜକୁମାର ଆଉ ଶଯ୍ୟାରେ ସାଇ ହେଇଗଲେଣି ମରିଯିବେ ଆଜି ମରିଯିବେ ଏମିତି କାନ୍ଦି କାନ୍ଦି ସବୁ ବସିଛନ୍ତି। ହଠାତ୍ ସେଇ ସମୟରେ
ସେ ଆସି ପହଞ୍ଚିଲେ। ପୁରା ଶୋକର ଛାୟା ଯେତେବେଳେ ଘୋଟି ଯାଇଛି ସେତେବେଳେ ସିଏ ବସିକି ଗୀତ ଗାଇବା ଆରମ୍ଭ କଲେ। ଲୋକ ଗୁଡା କହିଲେ ଆରେ ହେ ଏଟା ଏଡେ ପଗଳାଟା, ଏ ପାଗଳ ତ ପାଗଳ, ସମ୍ବେଦନହୀନ। ରାଜାଙ୍କର ପୁତ୍ର ଆଜି ଶେଷ ନିଶ୍ୱାସ ତ୍ୟାଗ କରିବେ ବୋଲି ରାଜବୈଦ୍ୟ କହିଲେଣି, ଆଉ ଇଏ ବସିକି ଗୀତ ଗାଉଛି। ଏଇଟା କେଡେ ନିର୍ଲଜଟା। ରାଜା ମନ ଦୁଃଖରେ ବସେ। ତା ଭିତରେ ସେ ଗୀତ ଗାଇବା ଆରମ୍ଭ କଲେ। ମାନେ ନା ରାଗି ପାରୁଛନ୍ତି ନା କିଛି କହିପାରୁଛନ୍ତି। ମାନେ କୋହ ଭିତରେ ଦୁଃଖ, ଏତେ ଛୋଟ ଶିଶୁ, ପୁଣି ରାଜପୁତ୍ର, ଆଉ କେହି ନାହାନ୍ତି। ଶେଷ ନିଶ୍ୱାସ ଆସି ପହଞ୍ଚିଗଲାଣି ନବ। ଯେତେବେଳେ ଇଏ ଗୀତ ଗାଉଛି ରାଜା ବସିଛନ୍ତି ଚୁପଚାପ। ଧୀରେ ଧୀରେ ତା ଗୀତ ଏମିତି ଚାଲିଲା, ଦେଖିଲା ବେଳକୁ ସମସ୍ତେ ମନ୍ତ୍ରମୁଗ୍ଧ ହେଇକି ଶୁଣୁଛ। କିନ୍ତୁ କିଛି ସମୟ ପରେ ଦେଖିଲା ବେଳକୁ ରାଜକୁମାର ଆଉ ବିଛଣାରେ ନାହାନ୍ତି। ଆରେ କୁଆଡେ ଗଲେ ସମସ୍ତେ ଖୋଜିଲେ। ଦେଖିବାକୁ ରାଜକୁମାର ଆସିକି ସେ ଗୀତିକାରଙ୍କ ପାଖରେ ତାଙ୍କ ସମ୍ମୁଖରେ ବସିକି ତାଙ୍କ ଗୀତ ଶୁଣୁଛନ୍ତି। ଆନନ୍ଦରେ ପୁରା ଶରୀର ଭଲ, ଏମିତି ବସିକି ମାନେ ଆନନ୍ଦରେ ଦୋହଲୁଛନ୍ତି, ସେ ଗୀତ ଶୁଣୁଛନ୍ତି। ରାଜା ବି ଦେଖିକି ଆଶ୍ଚର୍ଯ୍ୟ, ପୁରା ଭଲ ହେଇଗଲେ ପିଲା। ତାପରେ ରାଜା ସାଙ୍ଗେ ସାଙ୍ଗେ ମାନେ ଖୁସି ହେଇକିରି ମହାମନ୍ତ୍ରୀକୁ ଖୋଜିଲେ। ମାନେ ତାଙ୍କୁ ଉପହାର ଦବା ପାଇଁ, କାହିଁକିନା ତାଙ୍କ ଗୀତ ଶୁଣିକିରି ରାଜକୁମାର ଭଲ ହେଇଗଲେ। ଯେତେବେଳେ ଉପହାର ଦବା ପାଇଁ ମହାରାଜ ବାହାରି ଗଲେ ବାହାରକୁ, ମହାମନ୍ତ୍ରୀ ଯୋଗାଡ ଯନ୍ତ୍ର କଲେ। ଆସିକି ପହଞ୍ଚିଲା ବେଳକୁ ଦେଖିଲା ବେଳକୁ ଗାୟକ ଆଉ ନାହାନ୍ତି। ସିଏ ରାଜ ଦରବାର ଛାଡି, ମାନେ ଯୋଉ ଘରେ ଥିଲେ ରାଜକୁମାର, ସିଏ ଘର ଛାଡିକି ପଳେଇଲେ। ସମସ୍ତେ ଏମିତି ଆବାକ୍ ହେଇକି ମାନେ ନିସ୍ତବ୍ଧ ହେଇକି ବସିଛନ୍ତି। ରାଜା ଯେତେ ଖୋଜିଲେ, ଚାରିଆଡେ ଖୋଜିଲେ, ଗାୟକକୁ ପାଇଲେ ନାହିଁ। ଏଇ ଯୋଉ ଗାୟକ, ତାମାନେ ଅନ୍ତର ପ୍ରେରଣାରୁ ଯୋଉ ଗାଉଥିଲେ, ହୁଏତ ହୁଏତ ସେ କେବଳ ଏଇଥିପାଇଁ ହିଁ ଆସି। ଏଠି ଗପଟି ତ ଏଇଠି ସରିଯାଇଛି। ଯଦି ଆମେ ଖାଲି ଟିକେ ତା ଭିତରେ ଆଲୋକପାତ କରିବା, ଏହା ହେଇପାରେ। ପ୍ରଥମ କଥା ହେଲା, ଯେତେବେଳେ ଜଣେ ଅନ୍ତର ପ୍ରେରଣାରୁ କିଛି କଥା କହିବ ବା କାମ କରିବ, ସେତେବେଳେ ତାହା ଭଗବତ ନିର୍ଦ୍ଦେଶ ହେଇକି, ଭଗବତ ନିର୍ଦ୍ଦେଶ ହିଁ ତା ଭିତରେ ପରିସ୍ପୋକାଶ ହବ। ଆଉ ଯେତେବେଳେ ଆମେ ବାହାରେ ସୁପରଫିସିଆଲି ନିଷ୍ପତ୍ତି ନଉଛେ, ସେତେବେଳେ ଅହଙ୍କାର ହିଁ ପ୍ରାୟ ସମୟରେ ନିଷ୍ପତ୍ତି ନିଏ। ଆମକୁ ମାଙ୍କୁ ଆହ୍ୱାନ କରିବା, ମାଙ୍କ ପାଖରେ ଆଶ୍ରୟ କରିବା, ସଂକଳ୍ପ କରିବା, ଯେପରି ସିଏ ଆମ ଭିତରେ ଦେଇକି ପରିପ୍ରକାଶ ହେଇପାରନ୍ତି। ହଁ। Thank you, Lauraber.